बुधवार महासमारोह पालित हो जाइछि पवित्र कार्तिक पूर्णिमा और केदार व्रत। यह व्रत पर चलचंचल हो उठिथिला गाँठू सहर। ଏହି ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଯାଜପୁର ଗ୍ରାମର ତ୍ରିନାଥ ମଣ୍ଡପଠାରେ ଥିବା ବରଗଛ ମୂଳରେ କେଦାର ବ୍ରତ ପାଳନ ହେଉଥିବା ଦେଖିବାକୁ ମିଳିଛି। ଏହି ବ୍ରତ ପାଳନ ପାଇଁ ମହିଳାମାନେ ପ୍ରାତଃରୁ ସ୍ନାନ କରି ଘର ଲିପାପୋଛା କରି ଘରେ ରୁଦ୍ର ମଣ୍ଡଳୀ କାଟି ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାକୁ ପ୍ରତ୍ୟେକ ମହିଳାମାନେ ନିଜ ନିଜ ଘରେ କରୁଥିବା ବେଳେ ଅନ୍ୟ କିଛି ମହିଳା ଏକାଠି ପାଳନ କରିଥାନ୍ତି। ଏହି ସମୟରେ ଗାଁରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। ଏହି ବ୍ରତକୁ ସତ୍ୟଯୁଗରେ ସ୍ୱର୍ଗର ଅପ୍ସରୀମାନେ କରୁଥିବା ବେଳେ ଭୂପୃଷ୍ଠରେ ମାତା କୁନ୍ତୀ ମଧ୍ୟ କରୁଥିଲେ। ସେଥିପାଇଁ ଏହି ପୂଜାକୁ ବର୍ତ୍ତମାନ ସମସ୍ତେ କରୁଛନ୍ତି। କାର୍ତ୍ତିକ ମାସ ପୂର୍ଣ୍ଣିମା ତିଥିରେ ଏହି ପୂଜା କରାଯାଏ। ଗାଁ ମଣ୍ଡପରେ ଈଶ୍ୱର ପାର୍ବତୀଙ୍କୁ ଆରାଧନା କରି ନିଷ୍ଠାର ସହ ପୂଜା କରାଯାଏ। ଏଥିରେ 21 ଦୁବ, 21 ଗୁଆ, ଅପମାରକ ଦାନ୍ତକାଠି 21, ଖଣ୍ଡ ହଳଦୀ 21, 21 ବର ଓହଳ, 21 ବର ଫଳ, 21 ବର୍ଣ୍ଣ ପିଠା ସମେତ ଅନ୍ୟାନ୍ୟ ଫୁଲ ଫଳ ଦେଇ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତରେ 21ଟି ଗଣ୍ଠି ପକାଇ ହାତରେ ବାନ୍ଧନ୍ତି। ପୁରାଣ କିମ୍ବଦନ୍ତୀ ଅନୁସାରେ ମାତା କୁନ୍ତୀ ଏହି ପୂଜା କରି ସାମ୍ରାଜ୍ୟ ପାଇଥିବା ବେଳେ ସତ୍ୟଯୁଗରେ ଚକୁଳିଆ ପଣ୍ଡାର 2 ଝିଅ ବଣକୁ ଘଷି ଗୋଟାଇବା ପାଇଁ ଯାଇ ଏହି ପୂଜା କରିଥିଲେ। ସେମାନେ ରାଜ୍ୟର ରାଜା ହେବା ସହ ଧନ ସମ୍ପତ୍ତି ପାଇଥିଲେ। ତେଣୁ ସମସ୍ତେ ମନସ୍କାମନା ପୂରଣ ପାଇଁ ଏହି ପୂଜାକୁ ନିଷ୍ଠାର ସହ ନିର୍ଜଳ ଉପବାସ ରହି ପୂଜା କରି ଆସୁଛନ୍ତି। ବର୍ତ୍ତମାନ ପୁରୁଷମାନେ ମଧ୍ୟ ଏହି ପୂଜା କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ବିଶ୍ୱାସ ରହିଛି ଏହି ପୂଜା କରିଲେ ଘରର ମଙ୍ଗଳ ହେବା ସହ ପରିବାରରେ ଶାନ୍ତି, ଅପୁତ୍ରିକ ନାରୀ ପୁତ୍ର ପାଆନ୍ତି, ସ୍ୱାମୀର ଆୟୁଷ ବୃଦ୍ଧି ହୁଏ, ଧନବାନ ହୁଅନ୍ତି, ବୈକୁଣ୍ଠ ପ୍ରାପ୍ତି ହୁଏ। ତେଣୁ ବିଶେଷ କରି ନାରୀମାନେ ଏହି ପୂଜା କରନ୍ତି। ଗଜପତିରୁ ହେମନ୍ତ ପ୍ରଧାନଙ୍କ ରିପୋର୍ଟ, ଖବର ଓଡ଼ିଶା।